ଉପନ୍ୟାସ ଶ୍ୟାମଳ ସୁଗନ୍ଧ। ଲେଖିକା ଶ୍ରୀମତୀ ପ୍ରବୀଣା ମହାନ୍ତି। ପଢ଼ି ଶୁଣାଉଛନ୍ତି ବିଜୟଲକ୍ଷ୍ମୀ ପତ୍ରୀ। ଭାଗ 1। ମଝିଆ ଦେଢ଼ଶୁରଙ୍କର ବଡ଼ ଝିଅର ବାହାଘର ଠିକ୍ ହୋଇଯିବାର ଖବର ନେଇ ଆସିଥିବା ଚିଠିଟି ପାଇ ପ୍ରଥମେ ବିବ୍ରତ ହୋଇପଡ଼ିଥିଲା ଚନ୍ଦନା। ଗାଁକୁ ଯିବା କଥା ପଡ଼ିଲେ ଆଜିକାଲି ଖୁବ୍ ଅସ୍ୱସ୍ତି ବୋଧ କରେ ସେ। ନିହାତି ଜରୁରୀ ଦରକାର ନ ପଡ଼ିଲେ ସେ ଏବେ ଆଉ ଗାଁକୁ ଯିବାକୁ ଇଚ୍ଛା କରେ ନାହିଁ। ଅଥଚ ଦିନ ଥିଲା ଗାଁକୁ ଯିବା ପାଇଁ ଚନ୍ଦନା ସବୁବେଳେ ଗୋଡ଼ ଟେକି ବସୁଥିଲା। ଗାଁ କଥା ଭାବି ସ୍ୱପ୍ନିଳ ହୋଇଯାଉଥିଲା ତାର ଆଖି। ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ। ସହରୀ ଝିଅ ଚନ୍ଦନା, ସହରରେ ଜନ୍ମ, ସହରୀ ପରିବେଶରେ ସାନରୁ ବଡ଼ ହୋଇଛି। ସ୍କୁଲ କଲେଜରେ ପାଠ ପଢ଼ିଛି। ବାପା ତାର ବେଶ୍ ସ୍ୱଚ୍ଛଳ ଅବସ୍ଥାପନ୍ନ ବ୍ୟକ୍ତି। ନିଜର ପିଲାମାନଙ୍କୁ ଯଥାସମ୍ଭବ ସୁଖ ସ୍ୱାଚ୍ଛନ୍ଦ୍ୟରେ ବଢ଼ାଇଛନ୍ତି ସେ। ଚନ୍ଦନାର ସ୍ୱାମୀ ସୌରଭଙ୍କର ଘର ମଫସଲରେ ହେଲେ ମଧ୍ୟ ତାଙ୍କର ଚାକିରି ଭୁବନେଶ୍ୱରରେ। ତେଣୁ ବିବାହ ପରେ ଚନ୍ଦନା ରାଜଧାନୀରେ ରହିବ, ଇଏ ନିଶ୍ଚିତ କଥା। କିନ୍ତୁ କାହିଁକି କେଜାଣି ଚନ୍ଦନା ତାର ଶାଶୁଘର ଗାଁଟିକୁ ଖୁବ୍ ଭଲ ପାଇ ବସିଥିଲା। ଶାଶୁଘରକୁ ସମସ୍ତେ ଯମପୁର ବୋଲି କହୁଥିବା ବେଳେ ସେଇ ମଫସଲ ଗାଁକୁ ଯିବା ପାଇଁ ରାସ୍ତାଘାଟର ସୁବିଧା ନଥିବା ବେଳେ, ଇଲେକ୍ଟ୍ରିକ୍ ଆଲୁଅ ତ ଦୂରର କଥା, ବାଥରୁମ୍ କି ଲାଟ୍ରିନ୍ର ବ୍ୟବସ୍ଥା ନଥିବା ସେଇ ନିପଟ ମଫସଲ ଗାଁଟିର ଆକର୍ଷଣ ଚନ୍ଦନାକୁ ବାରମ୍ବାର ଟାଣି ନେଉଥିଲା ପାଖକୁ। ଗତାନୁଗତିକ, ସହଜ, ଛନ୍ଦହୀନ ଜୀବନ କେବେ ବି ପସନ୍ଦ ନଥିଲା ଚନ୍ଦନାର। ଜୀବନକୁ ବୈଚିତ୍ର୍ୟପୂର୍ଣ୍ଣ, ବର୍ଣ୍ଣମୟ କରିବା ପାଇଁ ସେ ସର୍ବଦା ସଚେଷ୍ଟ ଥିଲା। ତେଣୁ ସୌରଭଙ୍କ ସହିତ ବିବାହ ପ୍ରସ୍ତାବ ପଡ଼ିବା ମାତ୍ରେ ସେ ରାଜି ହୋଇଯାଇଥିଲା। ଯଦିଓ ଘରେ ସମସ୍ତେ ଟିକେ କୁଣ୍ଠିତ ଥିଲେ ମଫସଲରେ ବନ୍ଧୁ କରିବାକୁ। ଚନ୍ଦନାର ମନସ୍ତତ୍ୱ ଅଜଣା ଥିଲା ସମସ୍ତଙ୍କୁ। ଗାଁଟିଏ ପାଇଁ ତା ଭିତରେ କେତେ ଆଗ୍ରହ ଥିଲା, କେତେ ବ୍ୟାକୁଳତା ଥିଲା, କେହି ବୁଝି ନଥିଲେ। ବାପା ତାଙ୍କର କୋଉ ପିଲାଦିନରୁ ନିଜର ଜନ୍ମ ମାଟିକୁ ପରିତ୍ୟାଗ କରି ସହରକୁ ଚାଲି ଆସିଥିଲେ ଯେ ଆଉ ଫେରି ନଥିଲେ। କଠୋର ସଂଗ୍ରାମ କରି ନିଜକୁ ସହରରେ ସୁପ୍ରତିଷ୍ଠିତ କରାଇଥିଲେ। ଜମି କିଣି ଘର କରିଥିଲେ। ସହରରେ ହିଁ ବିବାହ କରିଥିଲେ। ପିଲାମାନଙ୍କୁ ସ୍ୱନାମଧନ୍ୟ ସ୍କୁଲ କଲେଜରେ ପାଠ ପଢ଼ାଇ ସୁସଂସ୍କୃତ, ସୁମାର୍ଜିତ, ରୁଚିସମ୍ପନ୍ନ କରିବାର କୌଣସି ପ୍ରଚେଷ୍ଟା ସେ ବାଦ୍ ଦେଇ ନଥିଲେ। ଅଥଚ ଚନ୍ଦନାର ରୁଚି କେମିତି ସମସ୍ତଙ୍କଠାରୁ ଭିନ୍ନ ହୋଇଗଲା। ଆଧୁନିକତାର ସମସ୍ତ ଆଦବ କାଇଦାକୁ ଆୟତ୍ତ କରି ତାର ଅନ୍ୟ ଭାଇ ଭଉଣୀମାନେ ସହରର ଆଭିଜାତ ସମାଜରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ବାଛି ନେଇଥିବା ବେଳେ ଚନ୍ଦନାର ରୁଚି ଗ୍ରାମାଭିମୁଖୀ ହୋଇପଡ଼ିଥିଲା। ଅନେକ ଥର ସେ ତା ବାପାଙ୍କୁ ପଚାରିଛି, ସମସ୍ତଙ୍କର ତ ଗାଁ ଅଛି, ଆମର ନାହିଁ କାହିଁକି? ସମସ୍ତଙ୍କର ଅଛି ବୋଲି କିଏ କହିଲା? ଯେଉଁମାନଙ୍କର ପୂର୍ବପୁରୁଷ ଏଇ ସହରରେ ରହିଆସିଛନ୍ତି, ଏଇ ସହର ହିଁ ତ ସେଇମାନଙ୍କର ମୂଳ ବାସସ୍ଥଳୀ, ବାପା କହନ୍ତି। କିନ୍ତୁ ଆମର ତ ସେଇଆ ନୁହେଁ। ଆମର ଏଇ ଘର ତ ତୁମେ କରିଛ। ତୁମ ପୂର୍ବପୁରୁଷ କୋଉଠି ରହୁଥିଲେ ତେବେ? ଚନ୍ଦନା ପଚାରେ। ତାର ଏଇ ପ୍ରଶ୍ନକୁ ପ୍ରାୟ ଏଡ଼ାଇ ଯାଇଛନ୍ତି ବାପା। କେବେ ବି ଯଥାର୍ଥ ଉତ୍ତରଟିଏ ପାଇନାହିଁ ସେ। ଅସ୍ୱସ୍ତି ବୋଧ କରିଛି ବାପାଙ୍କର ଅବାସ୍ତବ ତଥା ଅସଂଲଗ୍ନ ଉତ୍ତରରେ। ତେଣୁ ବିବାହ ପରେ ଯେତେବେଳେ ଚନ୍ଦନା ଶାଶୁଘର ଗାଁକୁ ଯିବାକୁ ବାହାରିଲା, ଆତ୍ମୀୟ ସ୍ୱଜନଙ୍କୁ ପର କରି ଯିବାର ସମସ୍ତ ବେଦନା ଓ କାରୁଣ୍ୟ ସତ୍ତ୍ୱେ ମନ ଭିତରେ ଉଲ୍ଲାସଟିଏ ଖେଳି ଯାଇଥିଲା। ସେ ଗାଁକୁ ଯାଉଛି, ତା ନିଜ ଗାଁ, ତା ସ୍ୱାମୀଙ୍କର ଗାଁ, ତା ଶାଶୁଘର ଗାଁ। ଏବେ ମଧ୍ୟ ଚନ୍ଦନା ରୋମାଞ୍ଚିତ ହୋଇଯାଏ ଗାଁର ତାର ପ୍ରଥମ ଅନୁଭୂତିର କଥା ମନେ ପକାଇ। ବାପଘରୁ କାରରେ ବିଦା ହୋଇଥିଲେ ମଧ୍ୟ ଶେଷ ଯାଇ ସେଥିରେ ଯିବା ସମ୍ଭବ ନଥିଲା। ଅନେକ ବାଟ କାରରେ ଆସିବା ପରେ ସେଥିରୁ ଓହ୍ଲାଇ ତାକୁ ଯେଉଁଥିରେ ବସାଗଲା, ସେ ସ୍ୱପ୍ନରେ ମଧ୍ୟ ଭାବିନଥିଲା ଏମିତି ଏକ ସୁଯୋଗ ତାକୁ କେବେ ମିଳିବ ବୋଲି। ସବାରିରେ ବସି ଚନ୍ଦନା ଶାଶୁଘର ଯିବ, ରୋମାଞ୍ଚିତ ହୋଇ ଉଠୁଥିଲା ସେ। ମନେ ମନେ ହସିଥିଲା ମଧ୍ୟ। ତା ସାଙ୍ଗମାନେ ଯଦି ତାକୁ ଏଇ ଅବସ୍ଥାରେ ଦେଖିପାରନ୍ତେ, ବିସ୍ମୟର ସୀମା ରହନ୍ତା ନାହିଁ ସେମାନଙ୍କର। ସବାରି ଭିତରେ ସାଟିନ୍ ତକିଆ ଆଉ ଗଦି ପଡ଼ିଥିଲା। ଭାରି ସୁନ୍ଦର ଭାବରେ ଜରି ଝାଲର ଇତ୍ୟାଦିରେ ସଜା ହୋଇଥିଲା ସବାରିଟି। ଖୁବ୍ ସନ୍ତର୍ପଣରେ ସବାରି ମଧ୍ୟକୁ ଉଠି ଯାଇଥିଲା ଚନ୍ଦନା। ହଳଦିଆ ରଙ୍ଗର Sample complete. Ready to continue?